ଶୁଣିଲେ ସେତେବେଳେ କହିଲେ ମତେ ଶିବ ପୂଜା କରିବା ପାଇଁ ଗୋଟେ କିଛି ଦିଅ ଆଧାର କହିଲେ ଆଉ ତୁମ ଦେଇଥିଲେ ଯୋଉଟାକୁ ଲୋକନାଥ ଆମେ ଯୋଉ ଲୋକନାଥ କହୁଛେ ସେ ପଞ୍ଚୁ ପାଣ୍ଡବ ପଛରେ କହୁଛେ କିନ୍ତୁ ପଞ୍ଚୁ ପାଣ୍ଡବ ଜଣେ କଣ ପାଞ୍ଚଟା ଶିବ ଅଲଗା ଅଲଗା ନା କହିଥିଲି ନା ଅଲଗା ନା ଆମେ ତ ପଞ୍ଚୁ ପାଣ୍ଡବ କହିଦଉଛୁ ବୁଝିବା ପାଇଁ ତାକୁ ନାଁ ଦେଇଛୁ ଇଏ ହେଲା ଭୀମ ସେ ହେଲା ଅର୍ଜୁନ ସେ ଅଛନ୍ତି ବୋଲି ପଞ୍ଚପାଣ୍ଡବ 5 ଜଣ ଅଛନ୍ତି ବୋଲି ପଞ୍ଚପାଣ୍ଡବ ଅଧିକ ଅଛନ୍ତି କିନ୍ତୁ 5 ଜଣ ମୁଖ୍ୟତଃ ନଉଛେ ଜଣେ ବେଶୀ ଗଲି ଆଉ ସେମିତି ଦେଖିଲେ ବାଟ ଲୋକ ନଉଛି କର୍ଣ୍ଣ ହିସାବରେ କିନ୍ତୁ କର୍ଣ୍ଣ ତ ଦୁର୍ଯୋଧନ ପଡିଥିଲା ତାହେଲେ କର୍ଣ୍ଣ ତା ପ୍ରଭୁ ଭକ୍ତ ମାନେ ପ୍ରଭୁ ତା ଭକ୍ତ ହିସାବରେ ଗ୍ରହଣ କରିଛନ୍ତି ତାକୁ ଭୀଷ୍ମ ଭକ୍ତ ହିସାବରେ ଗ୍ରହଣ କରନ୍ତି ଭୀଷ୍ମ ଶ୍ରାଦ୍ଧ ରଖିଦେଲେ ଭୀଷ୍ମଙ୍କ ନାଁରେ ଶ୍ରାଦ୍ଧ ଦଉଛନ୍ତି ସମସ୍ତେ ସମ୍ମାନ ଦେଇଛନ୍ତି ମହାପ୍ରଭୁ ଯୋଉଟା କର୍ଣ୍ଣଙ୍କ ଦ୍ୱାରା ଯୋଉ ଭୁଲ ହେଲା ଯୋଉଥିପାଇଁ ତାଙ୍କୁ ଅଭିଶାପ ମିଳିଲା ସେ କହୁଛନ୍ତି କି 7 ଚିରଞ୍ଜୀବି ଭିତରୁ ସିଏ ବି ଜଣେ କି ଏବେ ବି ସେ ନା ସପ୍ତ କର୍ଣ୍ଣ ନାଁ ନାହିଁ ନାଇଁ ସପ୍ତ ଚିରଞ୍ଜୀବି ବର୍ଣ୍ଣନା ନାହିଁ କିନ୍ତୁ ତାଙ୍କୁ ସପ୍ତ ଚିରଞ୍ଜୀବି ଭିତରେ ସାଉଳ ମାନେ ଆଶ୍ଚର୍ଯ୍ୟ କଥା ହେଲା ମାର୍କଣ୍ଡ ସର୍ବ ହଁ ସରି କର୍ଣ୍ଣ ସରି ଅଶ୍ୱତ୍ଥାମାଙ୍କ ବିଷୟରେ ମୁଁ କହୁଥିଲି ହଁ ଅଶ୍ୱତ୍ଥାମା ତାଙ୍କୁ ସେ ଯୋଉ ତାଙ୍କ ଦ୍ୱାରା ଯୋଉ ଭୁଲ ହେଇଥିଲା ଯେ ଦ୍ରୌପଦୀଙ୍କର ଆଜ୍ଞା ଶିଶୁ ମାନଙ୍କୁ ଯୋଉ ହତ୍ୟା କରିଥିଲେ ତ ଏଇଟା ତାଙ୍କର ଦ୍ରୌପଦୀ ନୁହଁ ଉତ୍ତରାଙ୍କର ଅଭିମନ୍ୟୁର ଗର୍ଭରେ ସରି ଉତ୍ତରାଙ୍କ ତାଙ୍କ ଛୁଆଙ୍କୁ ମାରି ଦେଇଥିଲେ ତ ଏଇଟା ସେ ତାଙ୍କ ନିଜ ତରଫରୁ ଭୁଲ ଥିଲା ନା ଭଗବାନଙ୍କର ଏଇଟା କୋଉଠୁ କିଛି ଲୀଳା ଥିଲା ନା ଏଇଟା ସବୁଦିନ ଗଲେ କିନ୍ତୁ ଦେଖିଲା ବେଳକୁ ଅଶ୍ୱତ୍ଥାମା ବହୁତ ବଡ ଚାପ୍ଟର ହେଇଯିବ ସେଥିପାଇଁ ଆମେ ସ୍ୱପ୍ନ ଆଣି ଯାଇପାରିବାନି ଆଉ ମୁଁ ସର୍ଟକଟ କହିଦଉଛି ବ୍ୟାସ ଅର୍ଥ ହେଲା ଗୋଟେ ଗୋଲର ବ୍ୟାସ ଯେ ଗୋଲକୁ ଡିଭାଇଡ କରିଦିଏ ରେଡିଏସନ not radiation dimension dimension radius ଟା ଅଧାଟା dimension ला d equal to 2 d equal to 2 diameter ଆଉ ରେଡିଏସନ ତ ସେ ଯୋଉ ବୋଧେ ସ୍ମଲର ସେ ନାହିଁ ଏଟା d ସ୍ମଲ d diameter ବୃତ୍ତ ଅଧା କରିଦିଏ ତା ହେଲା ବ୍ୟାସ ଗୋଟେ ଉପାଧି ଯୋଉ ବ୍ୟାସ ପୂର୍ଣ୍ଣିମା ହୁଏ ସେ ବ୍ୟାସ ପୂର୍ଣ୍ଣିମା ତମେ ଆସିନ ଆସିନ ବ୍ୟାସ ପୂର୍ଣ୍ଣିମାରେ ସେ ବ୍ୟାସ ମାନେ ଗୋଟେ ପୋଷ୍ଟ ତେଣୁ ଆମର ଯୋଉ ଅଷ୍ଟାଦଶ ପୁରାଣ ବ୍ୟାସ ଲେଖିଲେ ବୋଲି କହିଲେ ସେ ଭିତରେ ବିଷ୍ଣୁ ପୁରାଣ ଥିଲେ ପରାଶର ତାହେଲେ ଆମେ କେମିତି କହୁଛେ ଅଷ୍ଟାଦଶ ପୁରାଣ ତ ବ୍ୟାସ ଲେଖିଲେ ବ୍ୟାସ ମାନେ ହେଲା କଣ କୃଷ୍ଣ ଦ୍ୱୈପାୟନ ସେ କଳା କୃଷ୍ଣ ଥିଲେ କଳା ବର୍ଣ୍ଣ ବ୍ୟାସ ତା ପୂର୍ବରୁ ଥିଲେ ପରଶୁରାମ ତା ପୂର୍ବରୁ କାହାର ପରାଶର ପୂର୍ବରୁ ତାପରେ ପରାଶର ତାପରେ ବ୍ୟାସ ପରାଶର ପୁଅ ବର୍ତ୍ତମାନ କିଏ ହବ ଏଠି ସମସ୍ତ ବିଦ୍ୟା ନିପୁଣ ଥାଏ ଗୋଟେ ହେଲା ଅଶ୍ୱତ୍ଥାମା ଏବେ ବର୍ତ୍ତମାନ ଯୋଉ ବ୍ୟାସ ହବ ଅଶ୍ୱତ୍ଥାମା ହବ ମହାପ୍ରଳୟର ସମ୍ବଳ ଦବ ନାଇଁ ବ୍ୟାସ ପୋଷ୍ଟ ଟା ଦେଖୁନ ବ୍ରାହ୍ମଣ ଦିଆଉଥିଲା ସେମିତି କଣ ମାନେ ଏମିତି ପରଶୁରାମ ବେଳେ କଣ ଭୀଷ୍ମ ନଥିଲେ ଭୀଷ୍ମ ମାନେ ପରଶୁରାମ ବେଳେ ବହୁତ ଭୀଷ୍ମ ଥାଇ ପାରନ୍ତି କିନ୍ତୁ ପରାଶର ବେଳେ ଭୀଷ୍ମ ଥିଲେ ନା ଭୀଷ୍ମ ଦିଆଯାଇଥିଲା ବ୍ରାହ୍ମଣ ଗୁରୁ ପଦବାଚ୍ୟ କରାଉଥିଲା ଶିକ୍ଷା ଶସ୍ତ୍ର ବିଦ୍ୟା ହଉ ସେ ବିଦ୍ୟା ହଉ ଯାହା ବି ହଉ ବ୍ରାହ୍ମଣ ସେ ରହୁଥିଲା ନୀତି ନିୟମରେ ଇଏ ହେଲା ଆମର ସବୁ ଧ୍ୟାନ କେତେବେଳେ ଜିନିଷ ମୋ ମତରେ ଗୁରୁ ଗାଇଡାନ୍ସ କରିବା ଉଚିତ ଧାରଣା ଜ୍ଞାନ ଧାରଣା ସମୟରେ ମାଇଣ୍ଡ ଟା ଯୋଉ ସମୟ ଭ୍ୟାକେଣ୍ଟ ହେଇଯାଏନି କି ସମୟ ଯୋଉ 20 ସେକେଣ୍ଡ 10 ସେକେଣ୍ଡ ଭ୍ୟାକେଣ୍ଟ ହେଇଯିବ that time is called the meditation concentration converted into meditation and meditation converted into samadhi ସେଟା ପଛ କଥା ମୁଁ ବି କଳ୍ପ ସମାଧି ଯାଇନି ମୁଁ ତମ କଳ୍ପ ସମାଧି କଥା କହିବିନି କିନ୍ତୁ ଆମେ ଏଇଟା ଗୋଟେ ବୁଝିବା ଜିନିଷ ଥିଲା ଆମର ସେ ବିଷୟ ବହୁତ ବଡ ଟପିକ ସ୍ୱପ୍ନ କଥା ଯୋଉ କହିଲ ସ୍ୱପ୍ନ 5 ଭାଗରେ ମୋ ମତରେ ପରିବାରିକ ଅଛି ଗୋଟେ ହେଲା ଫିଜିକାଲ ଡିଜିଅର୍ଡର ମନେକର ଯେ ଆମେ ଗ୍ୟାସ୍ ହେଇଛି ବା ଥଣ୍ଡା ହେଇଛି ବା ପିତ୍ତ ବଢିଯାଇଛି ବାତ ବିତ କମ୍ପ ସେ ଅନୁସାରେ ଆମେ ଦେଖିବା ଆଉ ଗୋଟେ ହଉଛି ଆମେ ଯଦି ଶୁଣିଥିବା ମନେକର ଡର କଥାଟା ଶୁଣିଛେ ଭାଇବ୍ରେସନ ଅଛି ମାନେ ରୂପ ଅଛି ମାନେ ଭାଇବ୍ରେସନ ଅଛି ମତେ ଗୋଟେ କଥା କହିଲ ଭାଇବ୍ରେସନ ଆଗ ନା ରୂପ ଆଗ